ସପ୍ତମ ଅଧ୍ୟାୟ ଆଲୋଚନାକୁ ତୁମମାନଙ୍କୁ ସ୍ୱାଗତ। ଷଷ୍ଠ ଅଧ୍ୟାୟ ଆଲୋଚନାରେ ଆମେ ଧ୍ୟାନଚାନ୍ଦଙ୍କର ଖେଳ ଏବଂ ଦର୍ଶକମାନଙ୍କର ବିସ୍ମୟ ବାବଦରେ ଆଲୋଚନା କରିଥିଲେ, ଯେଉଁଥିରେ ଆଲୋଚ୍ୟ ବିଷୟବସ୍ତୁ ଏମିତି ଥିଲା, ଧ୍ୟାନଚାନ୍ଦଙ୍କର ଖେଳ ଦେଖି ସାରା ବିଶ୍ୱର ଦର୍ଶକମାନେ ବିସ୍ମିତ ହୋଇଥିଲେ ଏବଂ ପ୍ରଶଂସା କରିଥିଲେ। ଧ୍ୟାନଚାନ୍ଦଙ୍କର ବ୍ୟକ୍ତିତ୍ୱ ବାବଦରେ ମଧ୍ୟ ପୂର୍ବ ଅଧ୍ୟାୟରେ ଆମେ ଆଲୋଚନା କରିଥିଲେ, ଯେଉଁଥିରେ କୁହାଯାଇଥିଲା ସେ ସରଳ ଏବଂ ନିରାଡମ୍ବର ଜୀବନଯାପନ କରୁଥିଲେ। ତାଙ୍କ ମନରେ ତିଳେ ମାତ୍ର ଗର୍ବ ନଥିଲା। ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସୁଥିଲେ ସେମାନେ ଖୁବ୍ ଖୁସି ହୋଇ ଯାଉଥିଲେ। ପ୍ରକୃତରେ ଧ୍ୟାନଚାନ୍ଦ ହେଉଛନ୍ତି ଭାରତୀୟ କ୍ରୀଡ଼ାର ଜଣେ ଅମଳିନ ପ୍ରତିଭା। ତାଙ୍କର ଆଦର୍ଶ ସାରା ଭାରତବାସୀଙ୍କୁ ଏବଂ କ୍ରୀଡ଼ାପ୍ରେମୀମାନଙ୍କୁ ଅନୁପ୍ରାଣିତ କରିଛି। ସେ ଯେଉଁ ସଂଗଠନ କରିଥିଲେ, ସେହି ସଂଗଠନ ଆଜି ଭାରତବର୍ଷକୁ ସ୍ୱତନ୍ତ୍ର ପରିଚୟ ଦେଇଛି, ଅର୍ଥାତ୍ ହକିରେ ଭାରତବର୍ଷ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରିଆସୁଅଛି। ଠିକ୍ ଅଛି ପିଲାମାନେ, ଆମେ ପୂର୍ବ ଅଧ୍ୟାୟରେ ଏଇଭଳି ଆଲୋଚନା କରିଥିଲେ। ବର୍ତ୍ତମାନ ଆମେ ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରିବା, ଅର୍ଥାତ୍ ତୁମ ବହିର ହକି ପ୍ରବନ୍ଧର ଶେଷ ବା ଅନ୍ତିମ ଅନୁଚ୍ଛେଦଟିକୁ ଆଲୋଚନା କରିବା। ଏଥିସହିତ ବିଭିନ୍ନ ପ୍ରଶ୍ନ ଉତ୍ତର ଆଲୋଚନା ସହ ବିଷୟଟିକୁ ସାରିବା। ଯିବା ତାହେଲେ। ପୃଥିବୀରେ ଆହୁରି କେତୋଟି ଦେଶ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଏଥିରେ ପାରଙ୍ଗମ ହୋଇ ଉଠିଲେଣି। ସେମାନଙ୍କ ମଧ୍ୟରେ ପାକିସ୍ତାନ, ପଶ୍ଚିମ ଜର୍ମାନୀ, ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଉଲ୍ଲେଖଯୋଗ୍ୟ। 1975ରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳିମାନଙ୍କ ମଧ୍ୟରେ ଓଡ଼ିଶାର ଖେଳାଳି ମାଇକେଲ କିଣ୍ଡୋ ଦକ୍ଷତାର ସହ ଖେଳି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ହକି ସୁନ୍ଦରଗଡ଼ ଆଦିବାସୀମାନଙ୍କର ଏକ ପ୍ରିୟ ଖେଳ। ସେମାନଙ୍କ ଖେଳ ଦେଖିଲେ ମନେହେବ ସତେ ଯେମିତି ତାହା ସେମାନଙ୍କର ସହଜାତ। ପିଲାମାନେ, ଆମେ ଅନୁଚ୍ଛେଦଟିକୁ ପଢ଼ିବା। ଅନୁଚ୍ଛେଦଟିକୁ ପଢ଼ିଲା ବେଳେ ଅନେକ ନୂଆ କଥା ଜାଣିବା ଏବଂ ଅନୁଚ୍ଛେଦଟିର ଉଦ୍ଦେଶ୍ୟ କ'ଣ ରହିଛି ତାହା ମଧ୍ୟ ଆଲୋଚନା କରିବା। ପୂର୍ବଥର ପରି ଏ ଅନୁଚ୍ଛେଦର ମୁଖ୍ୟ ନିର୍ଦ୍ଦେଶ୍ୟ କ'ଣ ରହିଛି ତାହାକୁ ମଧ୍ୟ ଆଲୋଚନା କରିବା। ଠିକ୍ ଅଛି ପିଲାମାନେ, ଅନୁଚ୍ଛେଦଟି ଏମିତି, ପୃଥିବୀରେ ଆହୁରି କେତୋଟି ଦେଶ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଏଥିରେ ପାରଙ୍ଗମ ହୋଇ ଉଠିଲେଣି। ପିଲାମାନେ, କ'ଣ କଥା? ଭାରତ ପରି ପୃଥିବୀରେ ଆହୁରି କେତୋଟି ଦେଶ, ସେମାନଙ୍କର ନାଁ ଏହି ଅନୁଚ୍ଛେଦରେ ରହିଛି। କେତୋଟି ଦେଶ କଥା ଲେଖାଯାଇଛି ଏଠାରେ। ସେମାନେ ଏହି ହକି ଖେଳ ପ୍ରତି ଆକୃଷ୍ଟ ହୋଇଛନ୍ତି। ଆକୃଷ୍ଟ ହେବାର ଅର୍ଥ କ'ଣ କହିଲେ ପିଲାମାନେ? ଆକୃଷ୍ଟ ହୋଇଛନ୍ତି ମାନେ ଆକର୍ଷିତ ହୋଇଛନ୍ତି, ତାଙ୍କୁ ପସନ୍ଦ ଆସିଛି ଏହି ଖେଳ, ତାଙ୍କୁ ଭଲ ଲାଗିଛି ଏହି ଖେଳ। ସେମାନେ ଏହି ଖେଳରେ ମଧ୍ୟ ଦଳ ତିଆରି କରି ସେମାନେ ସେମାନଙ୍କର ଆନ୍ତର୍ଜାତୀୟ ଖେଳରେ ଭାଗ ନେବା ଆରମ୍ଭ କଲେଣି। ଏହି କଥା ଅନୁଚ୍ଛେଦରେ କୁହାଯାଇଛି, ଏହି ବାକ୍ୟଟିରେ ମଧ୍ୟ ବର୍ଣ୍ଣନା କରାଯାଇଛି। ସେମାନେ ପାରଙ୍ଗମ ହେଲେଣି। ପାରଙ୍ଗମ ଅର୍ଥାତ୍ ସେମାନେ ଦକ୍ଷତା ହାସଲ କରିସାରିଲେଣି ସେ ଖେଳରେ। ସେହି ଦେଶମାନେ ହକି ଖେଳରେ ଦକ୍ଷତା ହାସଲ କଲେଣି ବା ହକି ଖେଳର କୌଶଳକୁ ଶିଖି ସେମାନେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖେଳିଲେଣି। ଏହି କଥାଟି କୁହାଯାଇଛି। ସେମାନଙ୍କ ମଧ୍ୟରେ ପାକିସ୍ତାନ କିଏ? ପ୍ରଥମେ ପାକିସ୍ତାନ କଥା ଲେଖା ଅଛି। ପଶ୍ଚିମ ଜର୍ମାନ କଥା ଲେଖା ଅଛି। ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଉଲ୍ଲେଖଯୋଗ୍ୟ। ଏହିସବୁ ଦେଶ କେଉଁ ଦେଶ? 1ରେ ପାକିସ୍ତାନ, 2ରେ ପଶ୍ଚିମ ଜର୍ମାନ, 3ରେ ହଲାଣ୍ଡ, 4ରେ ସ୍ପେନ୍, 5ରେ ଅଷ୍ଟ୍ରେଲିଆ, 6ରେ ନ୍ୟୁଜିଲାଣ୍ଡ। ଏଇଭଳି 6ଟା ଦେଶ କଥା ଏଥିରେ କୁହାଯାଇଛି। ହକି ଖେଳରେ ସେମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କଲେଣି ବା ପାରଙ୍ଗମ ହେଲେଣି। ବୁଝିପାରିଲେ କଥାଟିକୁ? 1975 ମସିହାର କଥାକୁ ଗୁରୁତ୍ୱ ଏଠାରେ ଦିଆଯାଇଛି। କ'ଣ ହେଇଛି? 1975 ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତା, ଏଇଟା ବିଶ୍ୱ ହକି ପ୍ରତିଯୋଗିତା କଥା କୁହାଯାଇଛି। ବିଶ୍ୱରେ ସବୁଯାକ ଦେଶ, ହକି ଖେଳୁଥିବା ଦେଶ ଭାଗ ନେଇଛନ୍ତି ଏବଂ ସେଇଟା ଏକ ପ୍ରତିଯୋଗିତା ଯେଉଁଥିରେ ଯିଏ ଚମ୍ପିଆନ ହେବ, ଯିଏ ସମସ୍ତଙ୍କ ହରାଇ ଶୀର୍ଷ ସ୍ଥାନ ହାସଲ କରିବ, ତାକୁ ମେଡାଲ ମିଳିବ। ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇଥିଲା, ହକି କପ୍ ହାସଲ କରିଥିଲା। ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱ ବିଜେତା ହୋଇଥିଲା ଭାରତ ହକିରେ 1975 ମସିହାରେ। ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳିମାନଙ୍କ ମଧ୍ୟରେ ଯେଉଁ 11 ଜଣ ଖେଳାଳି ଖେଳୁଥିଲେ, ସେମାନଙ୍କ ମଧ୍ୟରେ ଓଡ଼ିଶାର ମାଇକେଲ କିଣ୍ଡୋ
ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ, ଦକ୍ଷତାର ସହ ଖେଳି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ସମସ୍ତେ ଆଶ୍ଚର୍ଯ୍ୟଚକିତ ହେଇଥିଲେ ଓଡ଼ିଶାର ଏହି ଖେଳାଳି ମାଇକେଲ କିଣ୍ଡୋ। ଏବେ ବର୍ତ୍ତମାନ ସ୍ଥିତି କଥା ମୁଁ କହିବି ତମମାନଙ୍କୁ। ହକିରେ ବହୁତ ଭଲ ଭଲ ଖେଳାଳି ଓଡ଼ିଶାରୁ ଯାଇ ଭାରତୀୟ ଦଳରେ ଖେଳୁଛନ୍ତି। ଠିକ ଅଛି ପିଲାମାନେ, ତମମାନେ ଜାଣିଥିବ ଦିଲ୍ଲୀପ ତ୍ରିକିଙ୍କ କଥା ଜାଣିଥିବ, ଲାଜରୁସ୍ ବାର୍ଲାଙ୍କ କଥା ଜାଣିଥିବ, ନୁହେଁ କି? ଏମିତି ଭଲ ଭଲ ଖେଳାଳି ମାନେ ସୃଷ୍ଟି ହେଇଛନ୍ତି ଓଡ଼ିଶାରୁ ହକିରେ, ସେମାନେ ଭାରତୀୟ ଟିମରେ ଖେଳୁଛନ୍ତି। ତା ଛଡ଼ା ଆମ ଓଡ଼ିଶା ସରକାରଙ୍କର ହକିକୁ ମଧ୍ୟ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ବର୍ତ୍ତମାନ ଆମ ଓଡ଼ିଶାରେ ପ୍ରଚଳିତ। ହକିକୁ ପ୍ରୋତ୍ସାହନ ଦିଆଯାଉଛି। ପ୍ରତିବର୍ଷ ହକି କ୍ରୀଡ଼ା ମଧ୍ୟ ଆୟୋଜନ କରାଯାଉଛି ପିଲାମାନେ। ଆଉ ଗୋଟିଏ କଥା ଏଠାରେ ବର୍ଣ୍ଣନା କରାଯାଇଛି, ହକି ସୁନ୍ଦରଗଡ଼ ଆଦିବାସୀ ମାନଙ୍କର ଏକ ପ୍ରିୟ ଖେଳ। କେଉଁମାନଙ୍କର ପ୍ରିୟ ଖେଳ? ସୁନ୍ଦରଗଡ଼ ଆଦିବାସୀ ମାନଙ୍କର ହକି ହେଉଛି ଏକ ପ୍ରିୟ ଖେଳ। ସେମାନଙ୍କ ଖେଳ ଦେଖିଲେ ମନେ ହୁଏ ସତେ ଯେପରି ତାହା ସେମାନଙ୍କର ସହଜାତ। ଏଇ କଥାଟାକୁ ଟିକେ ଆମେ ବୁଝିବା ପିଲାମାନେ। ସୁନ୍ଦରଗଡ଼ ଖେଳାଳିମାନଙ୍କର ହକି ହେଉଛି ସହଜାତ, ଅର୍ଥାତ୍ ସହଜାତ, ସାଥିରେ ଜାତ ହେଇଛି। ଜାତ ହେବାର ଅର୍ଥ ହେଉଛି ଜନ୍ମ ହେବା। ବୁଝିହେଲା ପିଲାମାନେ? ଜନ୍ମ ହେବା। କ'ଣ ଜାତ ହେବାର ଅର୍ଥ? ଜନ୍ମ ହେବା। ସାଥିରେ ଜାତ ହେଇଛି ମାନେ ସହଜାତ, ସହିତ ଜନ୍ମ ହେଇଛି। ସତେ ଯେମିତି ସେମାନେ ଜନ୍ମ ହେବା ବେଳୁ ଶିଖିଛନ୍ତି ହକି ଖେଳ। ଅର୍ଥାତ୍ କ'ଣ ବୁଝା ପଡୁଛି? ଏଥିରୁ ଭାବ ଏହା ବୁଝା ପଡୁଛି ଯେ ପିଲାମାନେ ସେମାନେ ଖୁବ୍ ଦକ୍ଷତାର ସହିତ ହକି ଖେଳିବାରେ ଅଭ୍ୟସ୍ତ। ତେଣୁ କେଉଁ ଜିଲ୍ଲା? ସୁନ୍ଦରଗଡ଼ ଜିଲ୍ଲା। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଖେଳାଳିମାନେ ହକି ଭଲ ଖେଳନ୍ତି। ଏଥିରୁ ଆମେ ଏଇଆ ବୁଝିବାକୁ ପାଇଲେ। ତ ପିଲାମାନେ ଅନୁଚ୍ଛେଦକୁ ଆମେ ଆଲୋଚନା କଲେ। ଠିକ ଅଛି। ଏଥର ଆସ ପିଲାମାନେ ଅନୁଚ୍ଛେଦର କଥାବସ୍ତୁକୁ ଆହୁରି ଭଲ ଭାବରେ ବୁଝିବା ପାଇଁ, ଶବ୍ଦ ଅନୁଶୀଳନୀ ସହିତ ଜାଣିବା ପାଇଁ, ଏଥିରେ ଥିବା ଭାବକୁ ବୁଝିବା ପାଇଁ, ଏଥିରେ ଥିବା ଅର୍ଥକୁ ବୁଝିବା ପାଇଁ ଆମେ ପ୍ରଶ୍ନ ଉତ୍ତର ସହିତ ଏହାର ଆଲୋଚନା କରିନେବା। ତାପରେ ଆମେ ସମ୍ପୂର୍ଣ୍ଣ ରୂପେ ଏହାକୁ ବୁଝିପାରିବା ଏବଂ ପରବର୍ତ୍ତୀ ଅଧ୍ୟାୟକୁ ଯିବା। ଚାଲ ତାହେଲେ ପିଲେ, ଏବେ ଅନୁଚ୍ଛେଦଟି ଆମ ସାମ୍ନାରେ। ଅନୁଚ୍ଛେଦରେ କିଛି ଶବ୍ଦ ନାହିଁ, ଅର୍ଥାତ୍ କେତୋଟି ଶବ୍ଦ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ଶୂନ୍ୟ ସ୍ଥାନ ମାନଙ୍କରେ ଉପଯୁକ୍ତ ଶବ୍ଦକୁ ଆମେ ରଖିବା, ଭାବ ଆଉ ଅର୍ଥକୁ ପ୍ରକାଶ କରିବା। ପଢିବା ତାହେଲେ। ପୃଥିବୀରେ ଆହୁରି କେତୋଟି ଡ୍ୟାସ୍ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଏଥିରେ ଡ୍ୟାସ୍ ହୋଇ ଉଠିଲେଣି। ଦୁଇଟି ସ୍ଥାନ ଅଛି। ଗୋଟିଏ ହେଉଛି କେତୋଟି ଦେଶ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଏଥିରେ କ'ଣ ହାସଲ କଲେଣି? ଆମେ ଏବେ ପଢୁଥିଲେ କ'ଣ ହାସଲ କଲେଣି? ପାରଙ୍ଗମ ହେଲେଣି। ଠିକ ଅଛି। ସେମାନଙ୍କ ମଧ୍ୟରେ କିଏ 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 ଦେଶ ଅଛି? ଆମେ କେତେଟା ଦେଶ କଥା ଆଲୋଚନା କଲେ? କହିପାରିବ? 6ଟି ଦେଶ କଥା, ନାଇଁ କି? ଏକରେ ପାକିସ୍ତାନ, ପଶ୍ଚିମ ଜର୍ମାନ, ହଲାଣ୍ଡ, ତାପରେ କିଏ କହିପାରିବ? ମନେ ପଡୁଛି? ତାପରେ ସ୍ପେନ। କେତେ ହେଲେ? ପାକିସ୍ତାନ, ପଶ୍ଚିମ ଜର୍ମାନ, ହଲାଣ୍ଡ, ସ୍ପେନ, ଅଷ୍ଟ୍ରେଲିଆ ଏବଂ ଆଉ ଗୋଟିଏ ଦେଶ। କହିପାରିବ କିଏ ସେ ଦେଶ? ବଢିଆ, ନ୍ୟୁଜିଲାଣ୍ଡ। ତାହେଲେ ଏଇଭଳି 6ଟି ଦେଶ ହକି ପ୍ରତି ସେମାନଙ୍କର ରୁଚି ପ୍ରକାଶ କଲେଣି, ସେଥିରେ ପାରଙ୍ଗମ ହେଲେଣି, ଆନ୍ତର୍ଜାତୀୟ ଖେଳ ମଧ୍ୟ ଖେଳିଲେଣି, ହକି ବିଶ୍ୱକପରେ ମଧ୍ୟ ଖେଳିଲେଣି। ଠିକ ଅଛି ପିଲାମାନେ, ଆମେ ଏହା ବୁଝିପାରିଲେ। ଡେସ୍ରେ ଅନୁଷ୍ଠିତ ବିଶ୍ୱକପ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା। ବିଶ୍ୱ ହକି ପ୍ରତିଯୋଗିତା କିଏ କେଉଁ ମସିହାରେ ହେଇଥିଲା? 1975 ମସିହାରେ। ଏଥିରେ କିଏ ହକି କପ୍ ହାସଲ କରିଥିଲା? ୟେସ୍, ସତ କଥା, ଭାରତ ହାସଲ କରିଥିଲା। ମାନେ ବଢିଆ ଉତ୍ତର। ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳିମାନଙ୍କ ମଧ୍ୟରେ ଓଡ଼ିଶାର ଖେଳାଳି, ତାଙ୍କ ନାଁ କହିପାରିବ? ଓଡ଼ିଶାର ଖେଳାଳିଙ୍କ ନାଁ କହିପାରିବ? କିଏ ଓଡ଼ିଶାରୁ ଭାରତର ହକି ଟିମ୍ରେ ଖେଳିଥିଲେ, ସୁନ୍ଦର ପ୍ରଦର୍ଶନ କରିକି ସମସ୍ତଙ୍କୁ ଚମକେଇ ଦେଇଥିଲେ, ସମସ୍ତଙ୍କୁ ବିସ୍ମିତ କରିଥିଲେ? କହିପାରିବ? ମାଇକେଲ କିଣ୍ଡୋ। ସେ ଦକ୍ଷତାର ସହ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। କ'ଣ କରିଥିଲେ? ଚମତ୍କୃତ କରିଦେଇଥିଲେ। ଚମତ୍କୃତ, ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଥିଲେ। ହକି ଦେଶ ଆଦିବାସୀ ମାନଙ୍କର ଏକ ପ୍ରିୟ ଖେଳ। କେଉଁଠିକାର ଆଦିବାସୀ ମାନଙ୍କର? ଓଡ଼ିଶାର। କେଉଁଠିକାର ଆଦିବାସୀ ମାନଙ୍କର ଏକ ପ୍ରିୟ ଖେଳ ବୋଲି କୁହାଯାଏ ହକିକୁ? କହିପାରିବ? ସୁନ୍ଦରଗଡ଼। ସୁନ୍ଦରଗଡ଼ ଆଦିବାସୀ ମାନଙ୍କର ଏକ ପ୍ରିୟ ଖେଳ। ସେମାନଙ୍କ ଖେଳ ଦେଖିଲେ ମନେ ହେବ ସତେ ଯେପରି ତାହା ସେମାନଙ୍କର କ'ଣ? ଜନ୍ମଗତ, ଅର୍ଥାତ୍ ସହଜାତ। ବୁଝିହେଲା ଏଥର ପିଲାମାନେ? ଠିକ ଅଛି। ଏବେ ଅନୁଚ୍ଛେଦଟିକୁ ଆମେ ବୁଝିନେଲେ।
एथिरे गुरुत्वपूर्ण शब्द गुडी को मध्य आमे माने जानि नेले तमे गोटे काम करिबा तुम पई म काम रखुची एही शब्द गुडी को व्यवहार करी वाक्य रचना करिबा आहुरी सुंदर भाବରେ तुम साहित्य लिखि परिबो साहित्य प्रति रुचि बढ़िबो एवं ए विषय वस्तु को भल भाବରେ बुझि परिबो ठीक अछि पिला माने ताहले आमे परवर्ती काम को जिबा कोन अछि देखिबा सुंदर भाବରେ प्रश्न अछि तुम मानक पई प्रश्न आलोचना कले आमे विषयटी को अधिक भल भाବରେ बुझि परिबा पिला माने प्रथम प्रश्न केउ खेल प्रति अनेक देश वर्तमान आकृष्ट हेउछन्ति अनुच्छेद अनुसार प्रश्नटी क्रिकेट फुटबॉल हॉकी टेनिस कह हॉकी भल उत्तर ठीक उत्तर हॉकी नुहे कि हॉकी ठीक अछि पिला माने तापरे जिबा निम्नलिखित मध्यरु केउ देश हॉकी रे पारंगम केतोटी देशर कथा दिया हैछि 6टी देशर कथा दिया हैछि एथिरे किए हॉकी रे चीन कथा अछि कि जापान कथा अछि नेपाल कथा अछि नाही ना ताले का कथा अछि ऑस्ट्रेलिया ठीक अछि देखिबा ऑस्ट्रेलिया ठीक अछि पिला माने परवर्ती प्रश्न को जिबा परवर्ती प्रश्न रे अछि 1975 मसिया रे केउ प्रतियोगिता हेतिला मु तुमको कहिछि हॉकी रे केतोटी प्रतियोगिता हुए गोटा होछि हॉकी विश्व कप जा कहंती हॉकी वर्ल्ड कप हला एटा हॉकी वर्ल्ड कप बा हॉकी विश्व कप ताको आमे कहंती विश्व कप हॉकी ओडिया रे कहंती विश्व कप हॉकी ठीक अछि आउ गोटा होछि ओलंपिक आउ गोटा कोन ओलंपिक रे हॉकी खेला हुए आउ गोटा होछि ओलंपिक सेथिरे मध्ये हॉकी खेला हुए दुईटा प्रकार गोटा होछि विश्व कप आ गोटा होछि ओलंपिक विश्व कप हॉकी प्रतियोगिता 1975 मसियार कथा भारत चैंपियन हेतिला सर्वशीर्ष रे रहितिला भारत समस्त को हराई निजे जीतितिला हॉकी कप जीतितिला मने पड़ला ठीक अछि नाइस आंसर गुड आंसर भलो उत्तर पिला माने माइकल किंडो केउ राज्यर खेलाड़ी कहले मने पके कि केउ राज्यर खेलाड़ी बिहार की पंजाब महाराष्ट्र ओडिशा बढ़िया खूब सुंदर उत्तर ओडिशा र खेलाड़ी होउछंती माइकल किंडो ठीक अछि परवर्ती प्रश्न अछि सुंदरगढ़ आदिवासी मानकर प्रिय खेल कोन कहि परिबा तमे माने सुंदरगढ़ आदिवासी मानकर प्रिय खेल कोन हॉकी सुंदरगढ़ आदिवासी मानकर प्रिय खेल हेउछि हॉकी देखिबा हां हॉकी गोटे बढ़िया वर्डटा सेथिरे अछि कोन कहिबा सहजात मने रखिबा से वर्डटा सहजात ठीक अछि देखिबा सुंदरगढ़ आदिवासी मन खेला देखले लागे जेमिति एहा तांकर एहा माने हॉकी खेलिबा तांकर कोन सत जेमिति हॉकी खेलिबा तांकर एक सहजात प्रवृत्ति जन्मरु जेमिति से माने हॉकी खेलिबा सिखिचंती एया बुझिले ठीक अछि पिला माने सुंदर उत्तर देलो आलोचना भी कले आउ किछि प्रश्न आमे नबा ताक मध्य आलोचना भितर को नबा निम्नलिखित मध्यरु केउ देश गद्यांश रे उल्लेख नाही 6टी देश कथा लेखा हिछि ना केउ देश कथा नाही चीन कथा नाही न्यूजीलैंड अछि स्पेन अछि ऑस्ट्रेलिया अछि किंतु चीन कथा नाही बढ़िया बहुत बढ़िया आकृष्ट शब्दर अर्थ कोन कहिला पिला माने आकृष्ट हेबा आकर्षित हेबा नुहे कि आकर्षित हेबा पारंगम शब्द एई अनुच्छेद रे व्यवहार करा जायछि से माने मध्य पारंगम हेलेनी को माने से 6टी देश पारंगम हेलेनी अर्थात दक्ष हेलेनी अर्थात योग्य हेलेनी ठीक अछि पिला माने दक्ष हेलेनी उल्लेखयोग्य शब्दर अर्थ कोन एठारे अनुच्छेदटी रे उल्लेखयोग्य शब्दटी मध्ये व्यवहार कराइछि जार अर्थ गुरुत्वपूर्ण ठीक अछि पिला माने अनुष्ठित शब्दर अर्थ कोन मध्ये हमर मध्ये अनुच्छेदटी रे अनुष्ठित शब्द व्यवहार करा जायछि आमे पढि के आसिले अनुष्ठित आयोजित हेबा हासिल शब्द अर्थ आमे कोन बुझिबा पाइबा होछि हासिल करिबा बा पाइबा बुझि पाले हम माने ठीक अछि पिला माने दक्षता शब्दर समार्थक शब्द कोन हे परिबो दक्षता कौशल ठीक अछि पिला माने सहजात शब्दर अर्थ जन्मगत बा स्वाभाविक बा सहजात अनुच्छेदर अनेक गुडी भल भल शब्द आमे देखिले से शब्द गुडी को आमे पढिले शून्य स्थान पूरण बेले से शब्द गुडी को आमे व्यवहार मध्य कले पिला माने
ସେ ଶବ୍ଦଗୁଡ଼ିକୁ ବୁଝିବା ସହିତ ବାକ୍ୟରେ ବ୍ୟବହାର କରିବା ସାହିତ୍ୟର ଆଉ ଏକ ଦିଗ ଅଟେ। ତମମାନେ ଯଦି ବାକ୍ୟରେ ବ୍ୟବହାର କରି ଶିଖିବ, ଖୁବ୍ ସୁନ୍ଦର ସାହିତ୍ୟ ରଚନା କରିପାରିବ ଆଉ ସାହିତ୍ୟ ପ୍ରତି ରୁଚି ତମର ଆହୁରି ଦ୍ୱିଗୁଣିତ ହେବ। ପିଲାମାନେ, ବର୍ତ୍ତମାନ କିଛି ଶବ୍ଦକୁ ନେବା, ବାକ୍ୟ କେମିତି ଗଢ଼ାଯାଏ ଶିଖିଯିବା, ତାପରେ ତୁମେମାନେ ନିଜ ଖାତାରେ ନୂଆ ନୂଆ ଶବ୍ଦ ନେଇ ବାକ୍ୟ ଗଢ଼ିବା ଆରମ୍ଭ କରିବ। ଠିକ୍ ଅଛି ପିଲାମାନେ, ପ୍ରଥମ ଶବ୍ଦକୁ ଯିବା। କ'ଣ ଅଛି ଦେଖିବା? ଆକୃଷ୍ଟ। ଆକୃଷ୍ଟ ଶବ୍ଦ ଅନ୍ୟକୁ ଆକର୍ଷଣ କରିବା। ଠିକ୍ ଅଛି, ପସନ୍ଦ ହେଇଯିବା। ବାକ୍ୟଟି ହେଉଛି, ହକି ଖେଳ ଦେଖି ଛୋଟ ପିଲାମାନେ ଆକୃଷ୍ଟ ହେଲେ। ସେମାନେ ପ୍ରଭାବିତ ମଧ୍ୟ ହେଲେ, ହକି ଖେଳିବା ଆରମ୍ଭ କଲେ। ସେମାନେ ଦେଖିଲେ, ଆକୃଷ୍ଟ ହେଲେ, ଆକର୍ଷିତ ହେଲେ। ହେଲା, ବୁଝିହେଲା? ପାରଙ୍ଗମ ଶବ୍ଦକୁ ବ୍ୟବହାର କରି ମଧ୍ୟ ବାକ୍ୟଟିଏ ଗଠନ କରାଯାଇଛି। ଦେଖିବା, ସେ ହକି ଖେଳରେ ପାରଙ୍ଗମ ଖେଳାଳି, ଅର୍ଥାତ୍ ସେ ଖୁବ୍ ଭଲ ହକି ଖେଳନ୍ତି, ସେ ହକି ଖେଳରେ ଦକ୍ଷତା ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ଶବ୍ଦଟିକୁ ତମମାନେ ବ୍ୟବହାର କରିବ। ଭଲ ଶବ୍ଦଟିଏ, ତାଙ୍କର ସଫଳତା ଉଲ୍ଲେଖଯୋଗ୍ୟ, ମାନେ ଜାଣିଲା ଭଳିଆ, ମାନିଲା ଭଳିଆ। ଠିକ୍ ଅଛି, ଉଲ୍ଲେଖଯୋଗ୍ୟ। ଅନୁଷ୍ଠିତ, ସ୍କୁଲରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଲା। ଠିକ୍ ଅଛି ପିଲାମାନେ, କ'ଣ ଅନୁଷ୍ଠିତ ହେଲା? ଖେଳ ପ୍ରତିଯୋଗିତା। ଆଉ ଗୋଟେ ବାକ୍ୟ ତମେ ମନରୁ କହିଲ, ଆମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଲା। ହେଇଗଲା କି ନାହିଁ ବାକ୍ୟଟି? ଅନୁଷ୍ଠିତ ଲଗେଇକି ବାକ୍ୟ ଏମିତି ଖାତାରେ 3-4ଟି ତମେ ଲେଖିବ, ଏଇଟା ତୁମ ପାଇଁ କାମ। ବିଜୟୀ, ଆମ ଦଳ ଖେଳରେ ବିଜୟୀ ହେଲା। ଠିକ୍ ହେଇଗଲା, ବାକ୍ୟଟି ସୁନ୍ଦର ବାକ୍ୟଟି ହେଇଗଲା। ପରବର୍ତ୍ତୀ ଶବ୍ଦକୁ ଯିବା। ହାସଲ, ସେ ପ୍ରଥମ ସ୍ଥାନ ହାସଲ କଲା, ସେ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କଲା। ସେ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କଲା। ସେ ଚେସ୍ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କଲା। ଏମିତି ସବୁ ଆମେ କରାଯାଇପାରିବ, ଏମିତି ସବୁ ବାକ୍ୟ ଆମେ କରିପାରିବା। ଠିକ୍ ଅଛି ପିଲାମାନେ, 7 ନମ୍ବର ଶବ୍ଦ ହେଉଛି ଦକ୍ଷତା। ଭଲ ଖେଳିବା ପାଇଁ ଦକ୍ଷତା ଦରକାର, ଦକ୍ଷତା ଆବଶ୍ୟକ। ଦକ୍ଷତା ଥିଲେ ଆମେ ସଫଳତା ପାଇଥାଉ। ଠିକ୍ ଅଛି ପିଲାମାନେ, ଆଉ ଗୋଟେ ବାକ୍ୟ ଏମିତି ହେଇପାରିବ। ଚମତ୍କୃତ, ତାଙ୍କ ଖେଳ ଦେଖି ସମସ୍ତେ ଚମତ୍କୃତ ହେଲେ। ଠିକ୍ ଅଛି, ବଢ଼ିଆ ଶବ୍ଦଟିଏ ଏବଂ ବଢ଼ିଆ ବାକ୍ୟଟିଏ ତିଆରି କଲେ ଆମେ। ଆଦିବାସୀ ଶବ୍ଦକୁ ନେଇ ବାକ୍ୟ ଗଠନ କରିବା। ଆଦିବାସୀ ମାନେ ପ୍ରକୃତି ସହିତ ରହନ୍ତି। ଠିକ୍ ଅଛି, ଆମେ ଆଦିବାସୀ ମାନଙ୍କର ଜୀବନ ଶୈଳୀକୁ ଭାରି ଭଲ ପାଉ। ଠିକ୍ ଅଛି, ବଢ଼ିଆ କଥା। ସହଜାତ, ସତେ ଯେମିତି କ୍ରିକେଟ ଖେଳ ତାଙ୍କର ସହଜାତ। ୟାର ମାନେ କ'ଣ? ୟାର ମାନେ ସେ କ୍ରିକେଟ ବହୁତ ଭଲ ଖେଳନ୍ତି। ସତେ ଯେମିତି ହକି ଖେଳ ତାଙ୍କର ସହଜାତ, ସେ ବହୁତ ବଢ଼ିଆ ହକି ଖେଳନ୍ତି। ୟାର ମାନେ ହେଉଛି ଏଇଆ। ବାକ୍ୟଟି କ'ଣ କହିବା? ହକି ଖେଳିବା ତାଙ୍କ ପାଇଁ ସହଜାତ ପରି ଲାଗେ। ଅନୁଚ୍ଛେଦ ପଠନ ପରେ ପିଲାମାନେ ତୁମମାନଙ୍କ ପାଇଁ ପ୍ରଶ୍ନ ପଢ଼ି ଉତ୍ତର କୁହ। ଅନୁଚ୍ଛେଦଟିକୁ ଆମେ ଭଲ ଭାବରେ ବୁଝିଛନ୍ତି। ଠିକ୍ ଅଛି, ଏବେ ବର୍ତ୍ତମାନ ଗୋଟିଏ ଗୋଟିଏ ପ୍ରଶ୍ନର ଉତ୍ତର ଆଲୋଚନା କରିନେବା। ପ୍ରଥମ ପ୍ରଶ୍ନ ଅଛି ପିଲାମାନେ, ସଫଳ ହକି ଖେଳୁଥିବା ଅନ୍ୟ ଦେଶଗୁଡ଼ିକର ନାମ ଲେଖ। ଭାରତକୁ ଛାଡ଼ି ଆଉ କେତୋଟି ଦେଶ ହକି ଖେଳୁଛନ୍ତି ବୋଲି ଅନୁଚ୍ଛେଦରେ କୁହାଯାଇଛି? 6ଟି ଦେଶ। କ'ଣ ସେମାନଙ୍କର ନାଁ? ପାକିସ୍ତାନ, ପଶ୍ଚିମ ଜର୍ମାନୀ, ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ। ଏମିତି 6ଟି ଦେଶ। ଠିକ୍ ଅଛି, ଦ୍ୱିତୀୟ ପ୍ରଶ୍ନକୁ ଯିବା। ଓଡ଼ିଶାର କେଉଁ ଖେଳାଳି 1975 ବିଶ୍ୱକପ୍ ହକି ପ୍ରତିଯୋଗିତାରେ ଖେଳିଥିଲେ? କେଉଁ ଖେଳାଳି ଖେଳିଥିଲେ? ମାଇକେଲ କିଣ୍ଡୋ। ତାଙ୍କ ନାଁ କ'ଣ? ମାଇକେଲ କିଣ୍ଡୋ। ଆଉ ତୃତୀୟ ପ୍ରଶ୍ନକୁ ଯିବା। ସୁନ୍ଦରଗଡ଼ ଜିଲ୍ଲା କେଉଁ ଖେଳ ପାଇଁ ପ୍ରସିଦ୍ଧ? ହକି ଖେଳ ପାଇଁ ପ୍ରସିଦ୍ଧ। ସୁନ୍ଦରଗଡ଼ ଜିଲ୍ଲା ହକି ଖେଳ ପାଇଁ ପ୍ରସିଦ୍ଧ। ପ୍ରବନ୍ଧ ହକିକୁ ଆମେମାନେ ସମସ୍ତେ ପଢ଼ି ସାରିଲେଣି। ଏଥିରେ ଥିବା ପ୍ରଶ୍ନ ଉତ୍ତର ଆଲୋଚନା କରିସାରିଲେଣି। ପିଲାମାନେ, ପରବର୍ତ୍ତୀ ଅଧ୍ୟାୟରେ ଆମେ ବହିରେ ଥିବା ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା ଏବଂ ଏଥିସହିତ ହକି ପ୍ରବନ୍ଧକୁ ଆଉ ଟିକେ ବିଶେଷ ଭାବରେ ଆମେ ମଧ୍ୟ ବୁଝିବା। ଆଜି ପାଇଁ ଏତିକି। ତୁମମାନେ ଖୁବ୍ ଭଲରେ ଥାଅ, ମନ ଦେଇ ପଢ଼ୁଥାଅ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।